କାଲି 8:20 ବେଳେ ଆମକୁ ଖବର ମିଳିଲା ଯେ 2 ଜଣ ପିଲା ଆମର ଯୋଉ କିଚେନପେଟା ଯୋଉ ବୁରିଆ ଗ୍ରାଉଣ୍ଡ ଅଛି ସେମାନେ କିଛି ବ୍ରାଉନ ସୁଗାର ବିକୁଛନ୍ତି। ସେ ଖବରକୁ ଆମେ ଇନ୍ସୁରାନ୍ସ ବେସ୍ କରି ଆମର ପେଟ୍ରୋଲିଂ ପାର୍ଟି ଇମିଡିଏଟଲି ସ୍ପଟ ଯାଇଥିଲେ। ସ୍ପଟ ଗଲା ପରେ ଦୁଇ ଜଣ ସସ୍ପେକ୍ଟକୁ ଆମେ ଡିଟେନ୍ କରିଥିଲୁ। ତାପରେ ଏମ୍ଜି ମାଜିଷ୍ଟ୍ରେଟ ପ୍ରେସିଡେଣ୍ଟ ତାଙ୍କୁ ଭେରିଫାଇ କଲା ପରେ ତାଙ୍କ ପକେଟରୁ ଆମେ 30 ଗୋଟି ପୁଡ଼ିଆ ପାଇଥିଲୁ, ଯାହାର ଆନୁମାନିକ ଓଜନ ହଉଛି 2 ଗ୍ରାମ 830 ମିଲିଗ୍ରାମ ବ୍ରାଉନ ସୁଗାର ଏବଂ ଉକ୍ତ ବ୍ରାଉନ ସୁଗାର ଆମେ ଜବତ କରିଥିଲୁ। ଏ 2 ଜଣଙ୍କୁ କୋର୍ଟଫାଡ଼ କରାହେଲା। 2 ଜଣଙ୍କୁ ଆଜି କୋର୍ଟଫାଡ଼ କରାଯାଇଛି ଏବଂ ଆପଣ ମାଧ୍ୟମରେ ଆମେ ଗୋଟେ ମେସେଜ ଚାହୁଁଛୁ ସମସ୍ତଙ୍କୁ ଯେ ଯଦି କୌଣସି ଯୁବ ସମାଜ ଏ ଅସାମାଜିକ କାର୍ଯ୍ୟ ଲିପ୍ତ ହଉଛନ୍ତି ଦୟାକରି ଦୂରେଇ ଯାଆନ୍ତୁ ଏବଂ ପୋଲିସ ଆଗାମୀ ଦିନେ ବହୁତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଏ ଯୋଉ ରେଡ୍ କଣ୍ଟିନ୍ୟୁ ଚାଲିବ। ଦେଖନ୍ତୁ ଆମର ଏସପି ସାର୍ ନିର୍ଦ୍ଦେଶକ ଆମେ ଏବଂ ଏସଡିଓ ସାର୍ଙ୍କର ତତ୍ତ୍ୱାବଧାନରେ ଆମର ଜୟପୁର ପୋଲିସ ସବୁବେଳେ ଜୟପୁର ସହର ଆମର କ୍ରାଇମ ପ୍ରତି ଆମେ ବହୁତ ଆଲର୍ଟ ଅଛୁ। କାଲି ଆମର ଖବର ଥିଲା ଯେ 2 ଜଣ ବ୍ୟକ୍ତି ଆମର ଯୋଉ ଖ୍ରୀଷ୍ଟିଆନପେଟା ଯୋଉ ବୁରିଆ ଗ୍ରାଉଣ୍ଡ ଅଛି ସେଇଠି 2ଟା ପିଲା ବ୍ରାଉନ ସୁଗାର ଟିକେ ଖବର ଥିଲା। ଖବର ଶୁଣିବା ମାତ୍ରେ ଆମ ପେଟ୍ରୋଲିଂ ଗାଡି ଇମିଡିଏଟଲି ସ୍ପଟକୁ ଯାଇଥିଲେ ଏବଂ ସ୍ପଟରେ ପାଇବା 2 ଜଣ ସ୍ପଟ ଦେଖିଲେ 2 ଜଣ ପିଲା ସନ୍ଦେହ ଅବସ୍ଥାରେ ଥିଲେ। ତାଙ୍କୁ ଡିଟେନ୍ କଲା ପରେ ଆମର ଏମ୍ଜି ମାଜିଷ୍ଟ୍ରେଟ ଉପସ୍ଥିତିରେ ତାଙ୍କୁ ସର୍ଚ୍ଚ କରାଗଲା। ତାଙ୍କ ପକେଟରୁ 2 ଗ୍ରାମ 830 ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା ଏବଂ ସେ 2 ଜଣଙ୍କୁ ଆଜି କୋର୍ଟଫାଡ଼ କରାଗଲା। ଆପଣ ମାଧ୍ୟମରେ ଗୋଟେ ମେସେଜ ଦେବାକୁ ଚାହୁଁଛୁ ଯେ ଆମର ଜୟପୁର ସହରରେ ଯଦି କୌଣସି ବ୍ୟକ୍ତି ଅସାମାଜିକ ଲିପ୍ତ ହୁଅନ୍ତି ଆଗାମୀ ଦିନରେ ଏହା କଣ୍ଟିନ୍ୟୁ ଚାଲିବ ଏବଂ ଆପଣ ମାଧ୍ୟମରେ କହିବା ଚାହୁଁ ସମସ୍ତେ ଏ ଅସାମାଜିକ କାର୍ଯ୍ୟ ଦୂରେଇ ରୁହନ୍ତୁ ଏବଂ ଗୋଟେ ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ।